ସାଙ୍ଗମାନେ ପିଲାଟି ଦେହରେ ଗୋଟେ ଭୂତ ପଶି ଯାଉଛି। ଆଉ ସେ ପିଲାଟି ଶକ୍ତିଶାଳୀ ହେଇକି ସେଇ ବିଲ୍ଡିଂର କାନ୍ଥରେ ଓଲଟା ଚାଲିବାକୁ ଲାଗୁଛି। ଆଉ ଠିକ୍ ସେଇ ସମୟରେ ସେ ପିଲାଟିର ସାଙ୍ଗ ଏସବୁ ଘଟଣା ଦେଖିଦେଉଛି। ଆଉ ତା ସାଙ୍ଗକୁ ଓଲଟା ଚାଲୁଥିବାର ଦେଖିକି ଏ ପିଲାଟି ପୁରା ଡରିକି ଛାନିଆ ହେଇଯାଉଛି। ଆଉ ମନେ ମନେ ଭାବୁଛି, ଆରେ ମୋ ସାଙ୍ଗ ଦେହରେ ଭୂତ ପଶିଗଲା ନା କଣ? ସେ କଣ ଘର କାନ୍ଥରେ ଓଲଟା ଚାଲିବାକୁ ଲାଗୁଛି? ଆଉ ତା ସାଙ୍ଗ ଦେଖୁ ଦେଖୁ ସେ ପିଲାଟି କୁଆଡେ ଗାୟବ ହେଇଯାଉଛି। ଆଉ ସେ ପିଲାଟି ତା ସାଙ୍ଗ ପଛପଟେ ଆସିକି ବସି ପଡୁଛି। ଆଉ ତା ସାଙ୍ଗକୁ ଚମକେଇ ଦଉଛି। ଆଉ ସେ ପିଲାଟି କହୁଛି, ଆରେ ତୋ ଦେହରେ ପୁରା ଏଇନା ଭୂତ ପଶି ଯାଇଥିଲା ଯେ ତୁ ବିଲ୍ଡିଂରେ ଚାଲୁଥିଲୁ, ପୁଣି ଏଠି କେତେବେଳେ ଆସିଲୁ? ଆଉ ସେ ପିଲାଟି ଦେହରେ ପୁଣି ଥରେ ଭୂତ ପଶି ଯାଉଛି। ଆଉ ତା ସାଙ୍ଗଟି ପୁରା ଡରିକି ଛାନିଆ ହେଇକି ଦୌଡ଼ିବାକୁ ଲାଗୁଛି। ଆଉ ଗୋଟେ ଗେଟ୍ ଭିତରେ ପଶି ଯାଉଛି। ଆଉ ମନେ ମନେ ଭାବୁଛି, ଆରେ ମୋ ସାଙ୍ଗଟାକୁ ମୁଁ କେମିତି ଛାଡିକି ପଳେଇବି? ଆଉ ସେ ପିଲାଟି ପୁଣି ଖୋଜି ଖୋଜି ତା ସାଙ୍ଗ ପାଖରେ ପହଞ୍ଚି ଯାଉଛି। ଆଉ ସେ ପିଲାଟି କହୁଛି, ଆରେ ସାଙ୍ଗ ଚାଲ ଯିବା, ମୋର ଗୋଟେ ବଡ ଗୁଣିଆ ଚିହ୍ନା ଅଛି, ତୋ ଦେହରୁ ଭୂତ ଝଡେଇ ଦେବା। ଆଉ ତା ସାଙ୍ଗକୁ ଧରିକି ସେ ଗୋଟେ ଗୁଣିଆ ପାଖରେ ପହଞ୍ଚି ଯାଉଛି। ସାଙ୍ଗମାନେ ଆଗକୁ କଣ ଏ ଗୁଣିଆଟିଏ ପିଲାଟି ଦେହରୁ ଭୂତ ବାହାର କରିପାରିବ ଜାଣିବା ପୂର୍ବରୁ ସାଙ୍ଗମାନେ ଯଦି ଆପଣମାନେ ଭୂତକୁ ଡରୁଥାନ୍ତି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ଗୁଣିଆ ଭୂତ ଛଡେଇବ କଣ, ସେ ଗୁଣିଆକୁ ଭୂତ ମାଡି ବସୁଛି। ଆଉ ସେ ଗୁଣିଆ ଛାଟି ପିଟି ହେଇକି ପଳଉଛି।